জিଭ এইটা ନାକ ଏଗୁଡ଼ା ହେଉଛି କ'ଣ ଆମ ଶରୀରର ଅଙ୍ଗ ଯାହାକୁ ଆମେ ଦେଖି ପାରୁଛନ୍ତି ଆଖିକି ଆମେ ଦେଖି ପାରୁଛନ୍ତି ତ ନାକକୁ ଆମେ ଦେଖି ପାରୁଛନ୍ତି ତ କି ନାକକୁ ଦେଖି ପାରୁନା କାନକୁ ଯୋଉଟା ବାହିରେ ଅଛି ଆମ ଶରୀରର ବାହିରେ ଯେତିକି ଅଙ୍ଗକୁ ବାହ୍ୟ ଅଙ୍ଗ ଆଖି ନାକ ପାଟି ଜିଭ କାନ ଆଉ ଦାନ୍ତ ହାତ ଗୋଡ଼ ଆଉ ମୁଣ୍ଡ ତ ଆଖି ସାହାଯ୍ୟରେ ଆମେ କ'ଣ କରୁ ଦେଖିପାରୁ ନାକ ସାହାଯ୍ୟରେ ଆମେ ଶୁଙ୍ଘି ପାରୁ ପାଟି ସାହାଯ୍ୟରେ ଖାଇପାରୁ ଜିଭ ସାହାଯ୍ୟରେ ସ୍ୱାଦ ବାରିପାରୁ କାନ ସାହାଯ୍ୟରେ ଶୁଣିପାରୁ ଆଉ ହାତ ସାହାଯ୍ୟରେ କାମ କରିପାରୁ ଗୋଡ଼ ସାହାଯ୍ୟରେ ଚାଲିପାରୁ ତ ଏବେ ଆମେ ଜାଣିଲେ ତାପରେ ମୁଁ ଏବେ ତମକୁ କିଛି କ୍ୱେଶ୍ଚନ ପଚାରିବି ପ୍ରଶ୍ନ କରିବି ଚଷମା ତମ ବାବା ଯୋଉ ନାହାନ୍ତି କୋଉଠି ନାହାନ୍ତି ଆଖିରେ ଘଣ୍ଟି ତମ ମାମା କୋଉଠି ପିନ୍ଧନ୍ତି ଆମେ ଆଖିରେ ତମ ମାମା ଯୋଉ ଟେଷ୍ଟି ଟେଷ୍ଟି ତରକାରୀ ରାନ୍ଧନ୍ତି ତମେ କାହା ସାହାଯ୍ୟରେ ଖାଅ ପାଟିରେ ଯୋଉ ତରକାରୀ ଯୋଉ ଟେଷ୍ଟଟା ତମେ କାହା ସ୍ୱାଦରେ ଜାଣ ଜିଭରେ କାନ ଫୁଲ ପିନ୍ଧ ଯୋଉ କୋଉଠି କାନରେ ନିଶ୍ୱାସ ପ୍ରଶ୍ୱାସ କଣ ମାଧ୍ୟମରେ ନିଅ ଆଉ ସ୍ୱାଦ ଯେତେବେଳେ ସେଣ୍ଟ ପକେଇକି ଯାଅ ସେଣ୍ଟ ପକେଇଲେ କାହା ସାହାଯ୍ୟରେ ଶୁଙ୍ଘ ନାକରେ ତ ତମେ ଜାଣିଲ ଏବେ ଆମେ ଆଖି ନାକ କାନ କୋଉ କାମରେ ଆମେ ବ୍ୟବହାର କରନ୍ତି ଆଉ ସେ ଆମକୁ କ'ଣ କ'ଣ କରିବାରେ ସାହାଯ୍ୟ କରେ ତ ଏବେ ମତେ ଯିଏ ନ ବୁଝି ପାରିଛି କୁହ ସେ ମୁଁ ତାଙ୍କୁ ଜଣେଇବି କ'ଣ କୋଉଟା ଆଉ ତମେ ବୁଝିନ ଦାନ୍ତ କ'ଣ କରେ ଚୋବେଇ ପାରେ ଚିକେନ ବି ଚୋବେଇ ପାରେ ଫଳ ବି ଚୋବେଇ ପାରେ ନରମ ବି ଖାଇପାରେ ଟାଣ ବି ଖାଇପାରେ ସବୁକୁ ଦାନ୍ତ ଖାଇବାରେ ସାହାଯ୍ୟ କରେ କହିବ ଆମର ଅଙ୍ଗ ପ୍ରତ୍ୟଙ୍ଗର ନାଁ ସମସ୍ତେ ମତେ କହିପାରିବ ତ ଆଉ କାଲିକି ତାହେଲେ ସମସ୍ତେ କରିକି ଆସିଥିବ ମତେ କହିବ ହଁ ଏଇ ଯୋଉ ଦେଖିଥିବା ଚିତ୍ରକୁ ବନେଇକି ସମସ୍ତେ ଚିତ୍ର କାଟିକି ମୋ ପାଇଁ ପୁଣି ନେଇକି ଆସିବ ମୁଁ ଦେଖିବି କୋଉମାନେ ସବୁ ଚିତ୍ର ଦେଖୁଛ ଆଉ ତମ ହାତରେ କେତୋଟି ଆଙ୍ଗୁଠି ଆଉ ଗୋଟେ ହାତରେ ତ ମିଶିଲେ କେତୋଟି ହେଲା 10ଟି ତାହେଲେ କେତେଟା ଆଙ୍ଗୁଠି ଆମର ଆମ ଗୋଡରେ କେତୋଟି ଆଙ୍ଗୁଠି ଅଛି 10ଟି ତାହେଲେ ଗୋଡ